ଏମିତି ପ୍ରତ୍ୟେକ ଦିନ ରାଶିଫଳ ଦେଖିବା ପାଇଁ ଆମର ଏହି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଯାହାଫଳରେ କି ଆପଣମାନେ ଜାଣିପାରିବେ ଆପଣମାନଙ୍କର ଗ୍ରହ ନକ୍ଷତ୍ରର ଚଳନ ବିଷୟରେ। ନମସ୍କାର ପ୍ରିୟ ଦର୍ଶକ ବନ୍ଧୁ, ଆଜି ଆମେ ଜାଣିବା ମେଷ ରାଶିର ବ୍ୟକ୍ତିବିଶେଷମାନଙ୍କର ଜୀବନରେ ଏହି ପବିତ୍ର ବିଶ୍ୱକର୍ମା ପୂଜାଠାରୁ ଆପଣଙ୍କ ଜୀବନରେ କ'ଣ ସବୁ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଅଛି ଏବଂ ଆପଣଙ୍କ ଜୀବନରେ ଯେକୌଣସି ବାଧାବିଘ୍ନ ଦିଶୁଥିଲା ତାହା କିପରି ଦୂରେଇବାକୁ ଯାଉଅଛି। ଦେଖନ୍ତୁ, ପ୍ରଥମତଃ ଦେବଗୁରୁ ବୃହସ୍ପତି ଆପଣଙ୍କର ପଞ୍ଚମ ଭାଗରେ ବିରାଜମାନ କରିଥିଲେ, ଯାହା ଆପଣଙ୍କର ସପ୍ତମ ଭାଗକୁ ଗୋଚର କରିବେ, ଯାହାଫଳରେ କି ଆପଣଙ୍କ ଜୀବନରେ ଏହି ବିଶ୍ୱକର୍ମା ପୂଜାଠାରୁ ଅନେକ ଖୁସି ଖବର ଆସିବ। ଯେମିତିକି ଆପଣଙ୍କର ପାରିବାରିକ କ୍ଷେତ୍ରରେ କଳହ ସୃଷ୍ଟି ହେଉଥିଲା, ଭାଇ ଭାଇ ମଧ୍ୟରେ ବିବାଦ ସୃଷ୍ଟି ହେଉଥିଲା, କି ଆପଣ କୌଣସି ଜମି ମଧ୍ୟ କ୍ରୟ କରିବାକୁ ଚାହୁଁଥିଲେ, କ୍ରୟ କରିପାରୁନଥିଲେ, କିନ୍ତୁ ତାହା ଏବେ ସମସ୍ୟା ଦୂରେଇ ଯିବ। ଆପଣଙ୍କର ଏହି ପାରିବାରିକ କଳହ ସମସ୍ୟା ସମ୍ପୂର୍ଣ୍ଣ ମାତ୍ରାରେ ଶେଷ ହୋଇଯିବ ଏବଂ ଏହି ବିଶ୍ୱକର୍ମା ପୂଜାଠାରୁ ଆପଣ ଏକ ନୂତନ ଜମି ମଧ୍ୟ କ୍ରୟ କରିପାରନ୍ତି। ଏବଂ ଆପଣ ଯଦି ଏକ ବିଜନେସମ୍ୟାନ୍ ହୋଇଥାନ୍ତି, ତେବେ ଆପଣଙ୍କର ବିଜନେସ୍ କ୍ଷେତ୍ରରେ ପ୍ରଚୁର ମାତ୍ରାରେ ସଫଳ ପାଇବେ ଏବଂ ଆପଣଙ୍କୁ କୌଣସି ଚାକିରି କ୍ଷେତ୍ରରେ ମଧ୍ୟ ପ୍ରମୋସନ୍ ଘଟିବ। ଯଦି ଆପଣ ଏକ ଶିକ୍ଷାର୍ଥୀ ହୋଇଥାନ୍ତି, ତେବେ ଆପଣଙ୍କର ଶିକ୍ଷା କ୍ଷେତ୍ରରେ ଉନ୍ନତି ଘଟିବ ଏବଂ ଆପଣଙ୍କୁ କୌଣସି ନୂତନ ମାର୍ଗ କିମ୍ବା ନୂତନ ଶିଖିବାକୁ ମଧ୍ୟ ଆଗ୍ରହ ବଢ଼ିବ ଏବଂ ଆପଣ କୌଣସି ଜମି କ୍ରୟ କରିବା ସହ ପୈତୃକ ସମ୍ପତ୍ତି ମଧ୍ୟ ପ୍ରାପ୍ତ କରିପାରନ୍ତି। କାରଣ ଦେଖନ୍ତୁ, ଦେବଗୁରୁ ବୃହସ୍ପତି ପଞ୍ଚମରେ ଥିଲେ ଏବଂ ଆପଣଙ୍କର ସପ୍ତମକୁ ଯିବା ସହ ରାହୁଙ୍କ ସହ ଏକତ୍ର ରହିବେ। ଦେଖନ୍ତୁ, ଆପଣଙ୍କର ସପ୍ତମ ଗ୍ରହର ଗୋଚରଦାତା ରାହୁ ଏବଂ ରବି ଏକତ୍ର ହୋଇ ବିରାଜମାନ କରିଥିଲେ। ଦେବଗୁରୁ ବୃହସ୍ପତି ଯେତେବେଳେ ଆପଣଙ୍କର ସପ୍ତମ ଭାଗ ଗୋଚର କରିବେ, ରବି ଆପଣଙ୍କର ନବମ ଭାଗକୁ ବିରାଜମାନ କରିଯିବେ, ଯାହାଫଳରେ ଆପଣଙ୍କର ସ୍ୱାସ୍ଥ୍ୟଜନିତ ସମସ୍ୟା ସମ୍ପୂର୍ଣ୍ଣ ଭାବରେ ବନ୍ଦ ହୋଇଯିବ। ଯେମିତିକି ଆପଣଙ୍କର କୌଣସି ଶ୍ୱାସଜନିତ ରୋଗ ହେଉଥିଲା କିମ୍ବା ଆପଣଙ୍କର ଆଣ୍ଠୁ ଗଣ୍ଠି ବାତ ଧରୁଥିଲା, ଆପଣଙ୍କର ଚର୍ମ ରୋଗ ଧରୁଥିଲା, ତାହା ମଧ୍ୟ ବନ୍ଦ ହୋଇଯିବ। ରବି ଆପଣଙ୍କର ନବମ ଭାଗରେ ବିରାଜମାନ କଲେ, ଯାହାଫଳରେ ଆପଣଙ୍କର ଏସବୁ ସମସ୍ୟା ଦୂର ହୋଇଯିବ ଏବଂ ନବମ ଭାଗରେ ଥିବା ବୁଧ ଆପଣଙ୍କର ଦଶମ ଭାଗର ଶୁକ୍ର ଗ୍ରହରେ ବିରାଜମାନ କଲେ, ଯାହାଫଳରେ ଆପଣ କୌଣସି ଗୃହ ନିର୍ମାଣ କରିପାରନ୍ତି, କୌଣସି ନୂତନ ପ୍ରୋଜେକ୍ଟ ଉପରେ କାମ କରିପାରନ୍ତି। ଏହି ବିଶ୍ୱକର୍ମା ପୂଜାଠାରୁ, ସେପ୍ଟେମ୍ବର ମାସର ବିଶ୍ୱକର୍ମା ପୂଜାଠାରୁ ଆପଣଙ୍କ ଜୀବନରେ ଉନ୍ନତମୟ ଆସିବାକୁ ଯାଉଛି ଏବଂ ଆପଣଙ୍କ କ୍ଷେତ୍ରରେ ବହୁତ ମଧ୍ୟ ଉନ୍ନତି ଘଟିବ। ଯଦି ଆପଣ ମେଷ ରାଶିର ବ୍ୟକ୍ତିବିଶେଷ ହୋଇଥାନ୍ତି ଏବଂ ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥାନ୍ତି, ତେବେ କମେଣ୍ଟରେ ଜୟ ଜଗନ୍ନାଥ ଲେଖିବେ ଏବଂ ଲାଇକ୍ ଆଣ୍ଡ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ରହୁଛୁ, ଧନ୍ୟବାଦ।